ଧର ଶମ୍ଭୁ ଚାଲନ୍ତୁ ଆଜି ଆମେ ଜାଣିବା ଭାରତରେ ଏକ ସର୍ବପୁରାତନ ହିନ୍ଦୁ ମନ୍ଦିର କାମାକ୍ଷା ମନ୍ଦିରର ଇତିହାସ ଓ ତାର ଆଶ୍ଚର୍ଯ୍ୟଜନକ ରହସ୍ୟ ବିଷୟରେ କିଛି କଥା। ବିଶ୍ୱାସ ଅଛି ଏଇଠି ମା ରଜ 3 ଦିନ ରଜସ୍ୱଳା ହୁଅନ୍ତି। ଚାଲନ୍ତୁ ଜାଣିବା ଏହି ମନ୍ଦିରର ଇତିହାସ, ତାର ଅବସ୍ଥିତି ଓ ତାର ମହତ୍ତ୍ୱ ବିଷୟରେ କିଛି କଥା। କାମାକ୍ଷା ମନ୍ଦିର ଆସାମ ରାଜଧାନୀ ଦିସପୁରରୁ 10 କିଲୋମିଟର ଦୂର ବ୍ରହ୍ମପୁତ୍ର ନଦୀ କୂଳରେ ଗୁଆହାଟୀ ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ଅଟେ। ଏଠାରେ ମା କାମାକ୍ଷା ପୂଜା ପାଉଛନ୍ତି। 51ଟି ଶକ୍ତିପୀଠ ମଧ୍ୟରେ ଏହା ହେଉଛି ଅନ୍ୟତମ। ରଜବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତ ହୁଅନ୍ତି ମା କାମାକ୍ଷା ଦେବୀ। କାମାକ୍ଷା ପୀଠ ହେଉଛି ଏକ ଜନୀପୀଠ। ଏଇଠି ତନ୍ତ୍ର ସାଧନା ମଧ୍ୟ ହୁଏ ବୋଲି କୁହାଯାଏ। ଚାଲନ୍ତୁ ଆମେ ଜାଣିବା ଆର ଅନୁବନ୍ଧନ ଗୁଡ଼ିକ। ଏଇଟା ହେଉଛି ହିନ୍ଦୁ ଧର୍ମ ସହିତ ଜଡ଼ିତ। ଏହା ନୀଳାଚଳ ପର୍ବତର ଗୌହାଟୀର ନୀଳାଚଳ ପର୍ବତରେ ଅବସ୍ଥିତ। ଏଥିରେ ବହୁତ ଗୁଡ଼ିଏ ପଥରର ଆର୍କିଟେକ୍ଚର ଅଛି, କାରୁକାର୍ଯ୍ୟ ଅଛି। ଚାଲନ୍ତୁ ଏବେ ଏହାର ପୌରାଣିକ କଥାବସ୍ତୁ ବିଷୟରେ ଧ୍ୟାନ ଦେବା। ପୌରାଣିକ କଥା ଅନୁଯାୟୀ ଦକ୍ଷ ଯଜ୍ଞରେ ଶକ୍ତି ମାତା ଝାସ ଦେବା ପରେ ତାଙ୍କ ଶବକୁ ଧରି ଭଗବାନ ଶିବ ଯେତେବେଳେ ତାଣ୍ଡବ ନୃତ୍ୟ ଆରମ୍ଭ କଲେ, ସେଥିରେ ପୃଥିବୀ ଧ୍ୱଂସ ପାଇଯିବାର ଆଶଙ୍କା ସୃଷ୍ଟି ହେଲା। ତେଣୁ ସୁଦର୍ଶନ ଚକ୍ର ପ୍ରେରଣ କରି ଭଗବାନ ବିଷ୍ଣୁ ସତୀ ମାଙ୍କର ଶିବକୁ ଖଣ୍ଡ ବିଖଣ୍ଡିତ କରିଦେଲେ। ସତୀଙ୍କର ଏହି ଖଣ୍ଡ ବିଖଣ୍ଡିତ ଅଙ୍ଗ ଯେଉଁ ସବୁ ସ୍ଥାନରେ ନିପତିତ ହେଲା, ସେହି ସବୁ ସ୍ଥାନ ଶକ୍ତିପୀଠ ଭାବରେ ପରିଗଣିତ ହେଲା। ଏଠାରେ ସତୀଙ୍କର ଗୃହୟଙ୍ଗ ବା ମହାମୁଦ୍ରା ନିପତିତ ହୋଇଥିଲା। ତେଣୁ ଏହାକୁ ମହା ବା ଜନୀପୀଠ କୁହାଗଲା। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ୱଳା ହେବାର ବିଧି ଜଡ଼ିତ ଅଛି। କୁହାଯାଏ ଏହି ରଜ 3 ଦିନ ପୂର୍ବରୁ ଏଇଠି ମାଙ୍କର ଜନି ଯେଉଁଠି ପୂଜା ପାଉଛି ସେହି ପାଖରେ ପୂଜକମାନେ ଧଳା କପଡ଼ା ବିଛାଇ ଦେଇ ଯାଆନ୍ତି। ଯେତେବେଳେ 3 ଦିନ ପରେ ଖୋଲନ୍ତି, ସେତେବେଳକୁ ସେ ଧଳା କପଡ଼ା ରକ୍ତବର୍ଣ୍ଣର ରଙ୍ଗରେ ପରିଣତ ହୋଇଯାଇଥାଏ। ଏହା ହେଉଛି ଆମର ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ। ଏହି କଳି ଯୁଗରେ ଭଗବାନ ଅଛନ୍ତି ବୋଲି ଏହା ପ୍ରମାଣିତ କରେ। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ୱଳା ହେବାର ବିଧି ଜଡ଼ିତ। ଗୌହାଟୀ ନଗରର ଅନ୍ୟ ଏକ ନାମ ହେଉଛି କାମରୂପା। କାମଦେବ ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ। ଏଥିରେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଚାହିଁବାରୁ ତାଙ୍କର ତୃତୀୟ ନେତ୍ରରେ ଅଗ୍ନିରେ କାମଦେବ ଭସ୍ମ ହୋଇଗଲେ। କାମଦେବଙ୍କ ପତ୍ନୀ ରତି ଦେବୀ ଶିବଙ୍କୁ ପୂଜା କରି ତାଙ୍କୁ ସନ୍ତୁଷ୍ଟ କଲେ ଏବଂ ପତିଙ୍କ ନୂତନ ରୂପ ପାଇଁ ପ୍ରାର୍ଥନା କଲେ। ଶିବ ରତିଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କାମଦେବଙ୍କୁ ନୂତନ ରୂପ ପ୍ରଦାନ କଲେ। କାମଦେବଙ୍କ ନାମରୁ ଗୌହାଟୀ ନଗରର ନାମ କାମରୂପ ଭାବରେ ମଧ୍ୟ ଖ୍ୟାତ ହେଲା। ଏଥିରେ ପର୍ବପର୍ବାଣୀ ଓ କ'ଣ ସବୁ ହେଉଛି ସେ ବିଷୟରେ ଜାଣିବା। କରତୋୟା ଓ ବ୍ରହ୍ମପୁତ୍ର ନଦୀର ମଧ୍ୟବର୍ତ୍ତୀ ତ୍ରିକୋଣ ଭୂମିରେ କାମରୂପର ପ୍ରଧାନ ପୀଠ ରହିଛି। ଗମ୍ଭୀରା ଭିତରେ ଏହି ମହାପୀଠ ବା ଜନୀପୀଠ ଅବସ୍ଥିତ। ଏହି ପୀଠ ସବୁବେଳେ ଫୁଲରେ ଢାଙ୍କି ହୋଇ ରହିଥାଏ। ଗମ୍ଭୀରା ଭିତରେ ରହିଛି କାମାକ୍ଷା ମୂର୍ତ୍ତି ସିଂହାସନ। ଏହି ସିଂହାସନ ପଛରେ ଅଣଅସାରୁଆ ଅନ୍ଧାରୁଆ ସିଡ଼ି ଦେଇ ତଳକୁ ଗଲେ ପଡ଼େ ଏକ ପୁଷ୍କରଣୀ। ଏହି ପୁଷ୍କରଣୀ ମଝିରେ ନାଲି ପାଟକନାରେ ଢାଙ୍କି ହୋଇ ରହିଥିବା ସ୍ଥାନଟି ଦେବୀଙ୍କ ଜରାୟୁ। ଏହି ଜରାୟୁ ହେଉଛି ଦେବୀଙ୍କ ଖଣ୍ଡ ବିଖଣ୍ଡିତ ଅଙ୍ଗ। ଏହା ପୁଷ୍କରଣୀରେ ନିପତିତ ହୋଇଥିଲା। ଆଷାଢ଼ ମାସ ସପ୍ତମୀ ତିଥିରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏହି ପୁଷ୍କରଣୀରେ 3 ଦିନ ଧରି ଏହି ପୁଷ୍କରଣୀ ରକ୍ତବର୍ଣ୍ଣ ହୋଇଯାଇଥାଏ। ଏହା ଦେବୀଙ୍କ ରଜସ୍ୱଳା ହେବାର ସଂକେତ ବୋଲି ବିଶ୍ୱାସ ଅଛି। ଏହି 3 ଦିନ ଧରି ମୁଖ୍ୟ ମନ୍ଦିରର ପହଡ଼ ପଡ଼ିଥାଏ। ପୋଖରୀର ଏହି ରକ୍ତ ରଙ୍ଗର ଜଳକୁ ପ୍ରସାଦ ଭାବି ଭକ୍ତମାନେ ଗ୍ରହଣ କରିଥାନ୍ତି। ଚତୁର୍ଥ ଦିନରେ ଦେବୀଙ୍କର ଶୁଦ୍ଧ ସ୍ନାନ ହେବା ପରେ ମନ୍ଦିର ସଫା ପାଏ। ଏହି ଦିନ କୁଆଁରୀମାନଙ୍କୁ ଭୋଜନ କରାଇଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। କାମାକ୍ଷା ଦେବୀଙ୍କ ମନ୍ଦିରରେ ନବରାତ୍ର ମଧ୍ୟ ପାଳନ ହୁଏ। ଏହି ସମୟରେ ଦେବୀ କାମାକ୍ଷା ରୂପବତୀ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏହି ସମୟରେ ଦେବୀଙ୍କର 3 ଦିବସ ବ୍ୟାପୀ ପୂଜା ହୁଏ। ଏହି 3 ଦିବସର ପୂଜାକୁ ଆତ୍ମଭାଷୀ ଉତ୍ସବ ବା ଅମ୍ବୁବଚୀ ମେଳା କୁହାଯାଏ। ଆପଣ ଯଦି ଗୌହାଟୀ ଯାଉଛନ୍ତି କିମ୍ବା ଆସାମର କେଉଁ ଅଞ୍ଚଳକୁ ଯାଉଛନ୍ତି, ନିଶ୍ଚିତ ଭାବରେ ସମୟ ବାହାର କରି ଏହି ମନ୍ଦିରକୁ ବୁଲି ଆସି ମାଙ୍କର ଆଶୀର୍ବାଦ ନିଶ୍ଚିତ ଭାବରେ ଗ୍ରହଣ କରନ୍ତୁ। ମା ତ ଜଗଜ୍ଜନନୀ, ସିଏ ସମସ୍ତଙ୍କର ଇଚ୍ଛା ପୂର୍ଣ୍ଣ କରନ୍ତି। ଜୟ ମା ଜଗଜ୍ଜନନୀ, ଜୟ ମା ଜନନୀଙ୍କର ଜୟ ହେଉ। ହେ ମା ଦୁନିଆର ସମସ୍ତଙ୍କର ଦୁଃଖ ଦୂର କରନ୍ତୁ। ଦେଖନ୍ତୁ କେମିତି ଆମ ରଜ ସହିତ ଏହି ମନ୍ଦିର କେମିତି ଓତପ୍ରୋତ ଭାବରେ ଜଡ଼ିତ ଅଛି। ଏହା ଜାଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ ଓ ଭକ୍ତିରେ ରୋମ ମଧ୍ୟ ଟୁଙ୍କୁରିଯାଏ। ଦେଖନ୍ତୁ, ଯଦି ଆପଣଙ୍କୁ ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ କହିଦେବେ। ଜୟ ଜଗନ୍ନାଥ, ହର ହର ଶମ୍ଭୁ।